ନମସ୍କାର ଦର୍ଶକ ବନ୍ଧୁ, ମୁଁ ସତ୍ୟମ। ଆଜି ଆପଣମାନଙ୍କୁ କହିବି ବାସ୍ତୁଶାସ୍ତ୍ର ସମ୍ବନ୍ଧିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ବିଷୟରେ। ତ ବନ୍ଧୁମାନେ, ଆପଣମାନେ ଜାଣିଛନ୍ତି କି ଘର ତିଆରି ପୂର୍ବରୁ ମୂଳଦୁଆ କାହିଁକି ପକାଯାଏ ଏବଂ ସେଥିରେ କ'ଣ ରଖାଯାଏ? ତ ବନ୍ଧୁମାନେ, ଆଜି ଆମେ ଏହି ଭିଡ଼ିଓରେ ଏହି ବିଷୟରେ ଆଲୋଚନା କରିବା। ତ ଡେରି ନ କରି ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ତ ବନ୍ଧୁମାନେ, ଘର ତିଆରି ପୂର୍ବରୁ ମୂଳଦୁଆ ପକାଯାଏ। ଆଉ ସେଇ ମୂଳଦୁଆ ପକାଇବା ବେଳେ କଳସ, ଘଣ୍ଟା ଏବଂ ରୂପା ନାଗନାଗୁଣୀ ଭଳି ଜିନିଷ ରଖାଯାଇଥାଏ। ତେବେ ଆପଣମାନେ କ'ଣ ଜାଣନ୍ତି ଯେ ଏଗୁଡ଼ିକ କାହିଁକି ରଖାଯାଏ ଏବଂ ଯଦି ଏଗୁଡ଼ିକ ରଖା ନଯାଏ ତେବେ କ'ଣ ହେବ? ତ ବନ୍ଧୁମାନେ, ବାସ୍ତୁଶାସ୍ତ୍ରରେ କୋଠା ନିର୍ମାଣ ପାଇଁ ଅନେକ ନିୟମ ଦିଆଯାଇଛି, ଯାହାକୁ ପାଳନ କଲେ ନୂତନ ଘର ଉପରେ ନକାରାତ୍ମକ ଶକ୍ତିର ଛାଇ ପଡ଼ିନଥାଏ କି ଘର ନିର୍ମାଣରେ କୌଣସି ପ୍ରକାରର ବାଧା ଉପୁଜେ ନାହିଁ ବୋଲି ବିଶ୍ୱାସ ରହିଛି। କୋଠା ତିଆରି କରିବା ପାଇଁ ବାସ୍ତୁଶାସ୍ତ୍ରରେ ଘରର ମୂଳଦୁଆକୁ ବହୁତ ଗୁରୁତ୍ୱ ଦିଆଯାଇଥାଏ। ଏହା ବିଶ୍ୱାସ କରାଯାଏ ଯେ ଏକ ଦୃଢ଼ ମୂଳଦୁଆ ଘରର ସମୃଦ୍ଧି ଏବଂ ସ୍ଥିରତା ବୃଦ୍ଧି କରିବ। ତେଣୁ ମୂଳଦୁଆ ଉପରେ କିଛି ବିଶେଷ ଜିନିଷ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଯେମିତିକି ରୂପାର ଏକ ଯୋଡ଼ା ନାଗକୁ ଶେଷ ନାଗର ପ୍ରତୀକ ଭାବରେ ବିବେଚନା କରାଯାଏ, ଯିଏ ପୃଥିବୀକୁ ଧରି ରଖେ। ଘରର ମୂଳଦୁଆରେ ଏହିଗୁଡ଼ିକୁ ରଖିବା ଦ୍ୱାରା ଘରର ସୁରକ୍ଷା ହୁଏ ବୋଲି ବିଶ୍ୱାସ କରାଯାଏ। ଏହା ଭାଗବତ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି। ସେହିପରି ଏକ ତମ୍ବା କଳସକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏଥିରେ ଗଙ୍ଗାଜଳ, ମୁଦ୍ରା, ହଳଦୀ, କୁକୁମ, ସିନ୍ଦୁର ଏବଂ ଫୁଲ ରଖାଯାଇଥାଏ, ଯାହା ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କର ଆଶୀର୍ବାଦ ଆହ୍ୱାନ କରିଥାଏ। ସେହିପରି ମୂଳଦୁଆରେ ହଳଦୀ, ଗୁଆ, 4ଟି ଲୁହାକଣ୍ଟା, ତୁଳସୀ ପତ୍ର, ପାନପତ୍ର, ପଞ୍ଚରତ୍ନ, ପଞ୍ଚଧାତୁ ଇତ୍ୟାଦି ମୂଳଦୁଆରେ ରଖିବା ଦ୍ୱାରା ମଧ୍ୟ ଘରେ ପବିତ୍ରତା ଏବଂ ସକାରାତ୍ମକ ଶକ୍ତି ବଜାୟ ରହିଥାଏ। ଭିତ୍ତିଭୂମି ସ୍ଥାପନ ପାଇଁ ବ୍ୟବହୃତ ସାମଗ୍ରୀ ସହିତ ଦିଗକୁ ମଧ୍ୟ ବିଚାର କରନ୍ତୁ। ବାସ୍ତୁ ଅନୁସାରେ ଭୂମି ପୂଜନ ସର୍ବଦା ଉତ୍ତର ପୂର୍ବ କୋଣରେ କରାଯିବା ଉଚିତ। ଭୂମି ପୂଜନ କରୁଥିବା ବ୍ୟକ୍ତି ପୂର୍ବ ଦିଗକୁ ମୁହଁ କରିଥିବା ଉଚିତ ଏବଂ ପୂଜା ପରିଚାଳନା କରୁଥିବା ପୁରୋହିତ ଉତ୍ତର ଦିଗକୁ ମୁହଁ କରିବା ଉଚିତ। ତେବେ ବନ୍ଧୁଗଣ, ନୂତନ ଘର ନିର୍ମାଣ ପୂର୍ବରୁ ଏହି ବାସ୍ତୁ ନିୟମଗୁଡ଼ିକୁ ନିଶ୍ଚୟ ମାନନ୍ତୁ। ଏହା ଆପଣଙ୍କ ଘରକୁ ଦେବ ଶୁଭ ଶକ୍ତି ଓ ଅଭିବୃଦ୍ଧି। ତ ବନ୍ଧୁମାନେ, ମୁଁ ସତ୍ୟମ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ସବସ୍କ୍ରାଇବ୍ କରିବା ପରେ ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିଦେବେ, କାହିଁକିନା ଏହିଭଳି ବାସ୍ତୁ ଟିପ୍ସ ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ରହୁଛି ନମସ୍କାର। ଦେଖାହେବା ଆଉ ଏକ ନୂଆ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।